ଦେଖିପାରୁଥିବେ କେଉଁଭଳି ଭାବରେ ଏହାକୁ କୁହାଯାଏ ବ୍ଲାକ୍ ଡାଇମଣ୍ଡ। ଦେଖିପାରୁଥିବେ ଏଇ ଯେଉଁ ପଡ଼ିଛି ନା ଏସବୁ ବ୍ଲାକ୍ ଡାଇମଣ୍ଡ। ଯେଉଁଭଳି ଭାବରେ ବ୍ଲାକ୍ ଡାଇମଣ୍ଡକୁ ଲୋଡ୍ କରାହେଉଛି ସେଥିପାଇଁ ତାଳଚେରକୁ ଆମର ବ୍ଲାକ୍ ଡାଇମଣ୍ଡ ଏରିଆ ବୋଲି କୁହାଯାଏ। ତାଳଚେର ଅନୁଗୁଳ ପେଟ୍ରୋଲ ମାଇନିଂ ଏରିଆ ଆପଣମାନେ ତ ଦେଖିନଥିବେ କେଉଁଭଳି ଭାବରେ ଲୋଡ୍ କରୁଛନ୍ତି କ'ଣ। ତ ଏଇ ୟୁଟ୍ୟୁବ୍ ମାଧ୍ୟମରେ ମୁଁ ଆପଣମାନଙ୍କୁ ହିଁ ଦେଖେଇ ଦେଉଛି କେଉଁଭଳି ଭାବରେ ଡ୍ରାଇଭର ଭାଇମାନେ ସମସ୍ତେ ଆଉ ଆମର ଯେଉଁ ଭାଇ ଲୋଡ଼ର ଦେଉଛନ୍ତି ଲୋଡ଼ର ଦେଉଛନ୍ତି ସେଇତକ ଦେଇସାରିଲା ପରେ କେଉଁଭଳି ଭାବରେ ସବୁ ଡ୍ରାଇଭର ଭାଇମାନଙ୍କୁ ଆପଣମାନେ ଦେଖିପାରିବେ କେଉଁଭଳି ଭାବରେ ମାଇନ୍ସରେ ଲୋଡ୍ ଲାଇନ୍ କରାହେଉଛି। ଖରା ବର୍ଷା ଶୀତ ଝରି ଦେଖୁଥିବେ ତ କୌଣସି ଭାଇମାନେ ବି ଏଥିରେ ଖାଇନଥିବେ ବୋଲି ଭାଇମାନେ ବି ତ କିଛି ଭାଇମାନେ ବି ଦାନ୍ତ ବସିନଥିବେ ଝାଡ଼ା ଯାଇନଥିବେ। ଏହିଭଳି ଭାବରେ ସେମାନେ ସକାଳୁ ଉଠିବା ପାଇକି ସିରିଏଲ୍ ଆସିକି ଭିତରକୁ ଦେଖନ୍ତୁ ଥରେ ଲାଇନ୍ରେ ଲାଗିଛନ୍ତି ଲୋଡ୍ ପାଇଁ। ଆଉ ମୁଁ ବର୍ତ୍ତମାନ ମୋ ଗାଡ଼ି ଲୋଡ୍ କରି ବାହାରିକି ଦେଖେଇଦେବି ଆପଣଙ୍କୁ ଫାଷ୍ଟରେ ଡ୍ରାଇଭର ଚେହେରା ବି ଦେଖିଥାନ୍ତୁ ଆପଣ ସମସ୍ତେ, କାହିଁକିନା କହିବେ ଯେ ଡ୍ରାଇଭର ଭାଇମାନେ ବହୁତ କଳା। ତ ଆମେ କଳା ବହୁତ ଆମେ ମାନୁଛୁ କିନ୍ତୁ ବହୁତ କଳା ବି। ଏସବୁ ଡ୍ରାଇଭର ଭାଇମାନଙ୍କୁ ମୋର ଅନୁରୋଧ କି ଏ ଭିଡ଼ିଓଟି ବହୁତ ମାତ୍ରାରେ ସେୟାର କରନ୍ତୁ। ଆଉ ସବୁ ଡ୍ରାଇଭର ଭାଇମାନଙ୍କୁ ଟିକେ ଅନୁରୋଧ କି ଏ ଭିଡ଼ିଓ ମାଧ୍ୟମରେ କିଛି ଶିକ୍ଷା ଯଦି ପାଇଲେ କମେଣ୍ଟ ମାଧ୍ୟମରେ କିଛି ଜଣେଇବେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଓଡ଼ିଶା ମହାସଂଘ, ଜୟ ଜଗନ୍ନାଥ।